ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ରେଳ କର୍ମଚାରୀ ମୃତ, 2 ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା 26 ନମ୍ବର ଜାତୀୟ ରାଜପଥ ଚିରୁପାଲି ସ୍କୁଲ ନିକଟରେ। 2 ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ, 2 ଗୁରୁତର। ସୂଚନା ଅନୁଯାୟୀ ଡୁଙ୍ଗୁରିପାଲି ରେଳ ଷ୍ଟେସନ ନିକଟରେ ସାଲେଭଟା ଗ୍ରାମର କାଳିଚରଣ ନାଗ ଅଫିସ କାର୍ଯ୍ୟ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଚିରୁପାଲି ସ୍କୁଲ ନିକଟରେ ବିପରୀତ ଦିଗରୁ ଏକ ବାଇକ୍ ଧକ୍କା ଦେଇଥିଲା। 3 ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରେଳ କର୍ମଚାରୀ କାଳୁଚରଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ 2 ଜଣଙ୍କୁ ଗୁରୁତର ଡୁଙ୍ଗୁରିପାଲି ହସ୍ପିଟାଲରେ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ବ୍ୟକ୍ତି ଖୁସାମାଲ ଗ୍ରାମର 2 ଭାଇ ସୁଜିତ ଘିବ୍ଲା ଓ ଅଜିତ ଘିବ୍ଲା ବୋଲି ଜଣାପଡ଼ିଛି। ଘଟଣାସ୍ଥଳେ ଡୁଙ୍ଗୁରିପାଲି ପୋଲିସ ପହଞ୍ଚି ଉଭୟ ବାଇକ୍କୁ ଜବତ କରି ତଦନ୍ତ କରୁଛି।